हेलो पिलाମାନେ କେମିତି ଅଛ ଆଶା କରୁଛି ସମସ୍ତେ ବଢ଼ିଆ ଥିବେ ଆଜିର ଏହି ଭିଡ଼ିଓରେ ଆମେ ତ୍ରିକୋଣମିତି ସମ୍ପର୍କରେ ଆଲୋଚନା କରିବା ତ କ୍ଲାସ୍ 9ରେ ଥିବା ତ୍ରିକୋଣମିତି ବିଷୟଟି ସମ୍ପର୍କରେ ଆମେ ଫାର୍ଷ୍ଟ ଟାଇମ୍ ପଢ଼ିବା ଏବଂ ତୁମେମାନେ ମଧ୍ୟ ଫାର୍ଷ୍ଟ ଟାଇମ୍ ପଢ଼ିବ କାହିଁକିନା ଏହା ପୂର୍ବରୁ ତୁମର କୌଣସିଠାରେ ତୁମେ ତ୍ରିକୋଣମିତି ସମ୍ପର୍କରେ ପଢ଼ିନଥିବ କ୍ଲାସ୍ 8ରେ 3 ଏବେ ଯେଉଁ କ୍ଲାସ୍ 9 ରୁ 10 ରହିଛି କ୍ଲାସ୍ 9ରୁ ତୁମେ ତ୍ରିକୋଣମିତି ସମ୍ପର୍କରେ ଅବଗତ ହେବ ତ ଏହି ଭିଡ଼ିଓରେ ଆମେ ତ୍ରିକୋଣମିତିର ବେସିକ୍ ଆଲୋଚନା କରିବା ତ୍ରିକୋଣମିତି କ'ଣ ଜାଣିବା ଏବଂ ତ୍ରିକୋଣମିତି ଗଣିତ ଶାସ୍ତ୍ରରେ କିଭଳି ବ୍ୟବହାର ହୋଇପାରୁଛି ଏବଂ ତାହାର ଆବିଷ୍କାର କିଏ କରିଥିଲେ ଏବଂ ତାହା ଆମର କିପରି ବ୍ୟବହାର ଆସିବ ତାହା ସମ୍ପର୍କରେ ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ତ ଏହି ଭିଡ଼ିଓକୁ ଡେରି ନକରି ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା ହେଲେ ପ୍ରଥମେ ବୁଝିବା କି ତ୍ରିକୋଣମିତି କ'ଣ ତ୍ରିକୋଣମିତିର ଅର୍ଥ କହିବାକୁ ଗଲେ ତ୍ରିକୋଣମିତିର ଅର୍ଥ ହେଉଛି ତ୍ରିକୋଣମିତି ଅର୍ଥାତ୍ ତିନି କୋଣର ପରିମାଣ ଦେଖିପାରୁଥିବ ତ୍ରିକୋଣମିତି ଶବ୍ଦର ଅର୍ଥ କ'ଣ ତିନି କୋଣର ପରିମାଣ ଅର୍ଥାତ୍ ଏଥିରେ ଆମେ ଯେଉଁ ବିଷୟରେ ପଢ଼ିବା ତାହା ତିନି କୋଣ ସମ୍ପର୍କରେ ପଢ଼ିବା ଅର୍ଥାତ୍ ଆମେ ଏହି ବିଷୟରେ ଏକ ସମକୋଣୀ ସମ୍ପର୍କରେ ପଢ଼ିବା ଯେଉଁ ସମକୋଣୀ ତ୍ରିଭୁଜ ସମ୍ପର୍କରେ ଆମେ ଆଜି ଜାଣିବା କି ଲମ୍ବ କ'ଣ ଲମ୍ବ ବିଷୟରେ ଆଲୋଚନା କରିବା ତା ସହିତ ଭୂମି ବିଷୟରେ ଆଲୋଚନା କରିବା ଭୂମି ବିଷୟରେ ଜାଣିବା ତା ସହିତ ଆମେ ଲମ୍ବ ବା ଉଚ୍ଚତା ବୁଝିବା ଏବଂ କର୍ଣ୍ଣ ସମ୍ପର୍କରେ ଆଲୋଚନା କରିବା ତ ଏହି ତିନୋଟି ସମ୍ପର୍କରେ ଆମେ ଜାଣିବା ଦେଖ ବିଲେ ତ ତ୍ରିକୋଣମିତିର ଅର୍ଥ କ'ଣ ତ୍ରିକୋଣମିତିର ଅର୍ଥ ହେଉଛି ତିନି କୋଣର ପରିମାଣ କ'ଣ କହିଲି ତିନି କୋଣର ପରିମାଣ ତ୍ରିର ଅର୍ଥ ଜାଣିବା ଏଥିରେ ଯେଉଁ ତ୍ରି ଦେଇଛି ତ୍ରିର ଅର୍ଥ ତିନି ତ୍ରିର ଅର୍ଥ ହେଉଛି ତିନି ଏବଂ କୋଣର ଅର୍ଥ ଜାଣିଛ ତମେ କୋଣ ଏବଂ ଯେଉଁ ମିତି ଦେଇଛି ସେ ମିତିର ଅର୍ଥ ପିଲେ ତ୍ରିର ଅର୍ଥ ହେଉଛି ତିନି କୋଣ ଅର୍ଥ କୋଣ ମିତିର ଅର୍ଥ ପରିମାଣ ବା ମାପ ଜାଣିବା କି ତିନି କୋଣ ବିଷୟରେ ଜାଣିବା ତ ସେ ତିନି କୋଣ ସମ୍ପର୍କରେ ଜାଣିବା ଏବଂ ଏବଂ ସେ ଯେଉଁ ତିନୋଟି ବାହୁ ରହିବ ଜାଣିଛ ତିନି କୋଣ ମାନେ କ'ଣ ତିନୋଟି ବାହୁ ଆସିବ ସେ ତିନୋଟି ବାହୁର ନାଁ ଆମେ ଜାଣିବା ଏଥିରେ ନୂଆ ନାଁ ଆଣିବା ଏଥିରେ ନୂଆ ନାଁ କ'ଣ ଜାଣିବା କର୍ଣ୍ଣ ବୋଲି ଗୋଟେ ନୂଆ ନାଁ ଜାଣିବା ଓକେ ତ ଯେତେବେଳେ ତୁମକୁ ଏକ ସମକୋଣୀ ତ୍ରିଭୁଜ କୁହାଯିବ ଏ ସମକୋଣୀ ତ୍ରିଭୁଜରେ ଏଇ କୋଣଟା ମନେ କରାଯିବ ନିଶ୍ଚୟ 90 ଡିଗ୍ରୀ ହେବ 90 ଡିଗ୍ରୀ ହେବ ତମେ ସମସ୍ତେ ଜାଣ କି ତିନି କୋଣର ସମଷ୍ଟି କ'ଣ ତିନି କୋଣ ସମଷ୍ଟି 180 ଡିଗ୍ରୀ ଯଦି ମନେ କରାଯାଉ ଆମେ ଏ ବି ସି ତ୍ରିଭୁଜ ହୁଏ ତାହେଲେ ଏହି ମେଜରମେଣ୍ଟ ଏ ପ୍ଲସ୍ ମେଜରମେଣ୍ଟ ସି କ'ଣ ହେବ ନା 90 ସହିତ ବରାବର ହେବ ହଁ କି ନା କ'ଣ ହେବ 90 ସହିତ ବରାବର ହେବ ଓକେ ତେବେ ସେ ମେଜରମେଣ୍ଟ ବି କେତେ କହିଲେ ମେଜରମେଣ୍ଟ ବିଟା ହେଲା କେତେ 90 ଡିଗ୍ରୀ ତ ଏଇ ଯେଉଁ ତିନୋଟି ମେଜରମେଣ୍ଟ ଏ ମେଜରମେଣ୍ଟ ସି ମେଜରମେଣ୍ଟ ଏ ମେଜରମେଣ୍ଟ ସି ମେଜରମେଣ୍ଟ ବି ଏ ତିନୋଟି କୋଣ ମିଶିଲେ କେତେ ହେବ 180 ଡିଗ୍ରୀ ହେବ ତ ଯଦି 180 ଡିଗ୍ରୀ ହେଉଛି ତେବେ ମନେ କରାଯାଉ ଏଇଟା ଥିଟା କହିଲ ଗୋଟେ ମନେ କରାଯାଉ କ'ଣ କହିଲ ଥିଟା କହିଲ ତେବେ ଅନ୍ୟଟି କ'ଣ କୁହାଯିବ ଅନ୍ୟଟା କହିପାରିବ 90 ମାଇନସ୍ ଥିଟା ବୋଲି କହିପାରିବ ଓକେ ତ ଯେତେବେଳେ ତୁମକୁ କୁହାଯିବ କି ଥିଟା ଦର୍ଶାଯିବ ଏ ଥିଟା କୋଣ ଦର୍ଶାଇଲେ ତୁମେ କ'ଣ କରିପାରିବ ନା ଯଦି ତୁମକୁ ଏ ବି ସି ତ୍ରିଭୁଜ ଦିଏ ଏବଂ ବି କୋଣର ପରିମାଣ ମନେକର 90 ଡିଗ୍ରୀ କୁହେ ଏବଂ ସି କୁହେ ଥିଟା ତେବେ ଏଇ ଥିଟାର ସମ୍ମୁଖୀନଟା
ଏଇ ଅଛି ସି କୋଣର ସି କୋଣର ସମ୍ମୁଖୀନକୁ କ'ଣ କୁହାଯିବ ବୁଝିବ ଏ ସି କୋଣର ସମ୍ମୁଖୀନ ଓକେ ଏ ସି କୋଣର ସମ୍ମୁଖୀନକୁ କ'ଣ କୁହାଯିବ ସୋ ସି କୋଣର ସମ୍ମୁଖୀନକୁ କୁହାଯିବ ପି ପି ମାନେ କ'ଣ ପି ମାନେ ବୁଝିବ ଲମ୍ବ ପି ଅକ୍ଷରଟି କୋଉଠୁ ଆସିଲା ନା କାରଣ ଲମ୍ବକୁ ଇଂରାଜୀରେ କୁହାଯାଏ ପରପେଣ୍ଡିକୁଲାର କୁହାଯାଏ ପରପେଣ୍ଡିକୁଲାର ଓକେ ତ ତମେ ଯେ ଏଇ ଯୋଉ ବାହୁଟି ଅନ୍ୟ ବାହୁଟି ରହିବ ଅର୍ଥାৎ ସମକୋଣକୁ ଲାଗିକି ଯୋଉ ବାହୁ ରହିବ ଏ ସମକୋଣକୁ ଲାଗିକି ବାହୁ ରହିବ ତାହା କୁହାଯିବ ଡି ଡି ମାନେ କ'ଣ ଭୂମି ଭୂମି ଅର୍ଥାৎ ବେସ୍ ତ ସର୍ବଦା ବୁଝିବ ଏଇ ଯୋଉ କୋଣଟା କର୍ଣ୍ଣ ହବ ଓକେ ତ ଯଦି ଆମକୁ ଆଉ ଏକ ତ୍ରିଭୁଜ ନେଲେ ସେଥିରେ ବି ଏ ବି ସି ନେଲେ ନେଲେ ଏ ବି ସି ନେଲେ ଯଦି ଆମେ ଏଇ କୋଣ ଦର୍ଶଉଛେ ତେବେ ଯଦି ଏଟାକୁ ଥିଟା ମାନିଲେ ତେବେ ଏହାର ସମ୍ମୁଖୀନଟା କ'ଣ ହେଇଯିବ ପି ହେଇଯିବ ଲମ୍ବ ହେଇଯିବ ଓକେ ତ ମାନେ କ'ଣ ତା ମାନେ ହେଉଛି ଯୋଉ କୋଣଟାକୁ ଦର୍ଶେଇବ ତାର ସମ୍ମୁଖୀନ ହେଇଯିବ ପି ଏବଂ ସମକୋଣ ଲାଗି ଅନ୍ୟ ବାହୁଟା କ'ଣ ହେଇଯିବ ଡି ଭୂମି ହେଇଯିବ ଓ ଅନ୍ୟଟା କ'ଣ ହେଇଯିବ କର୍ଣ୍ଣ ହେଇଯିବ ଏଚ୍ ମନେ ରଖିବ ଏଚ୍ ହେଉଛି କ'ଣ କର୍ଣ୍ଣ ଅର୍ଥାତ୍ ହାଇପୋଟେନସ୍ ଓକେ ହାଇପୋଟେନସ୍ ବୋଲି କୁହାଯାଏ ତ ଆଇଡ଼ିଆ ଆସିଗଲା କି ଜାଣିଗଲ ପି କ'ଣ ପି ହେଉଛି ଲମ୍ବ ବି ହେଉଛି ଭୂମି ଏଚ୍ ହେଉଛି କର୍ଣ୍ଣ ଦେଖିବା କ'ଣ କହିଛି ତ ମୁଁ ଆଉ କ'ଣ କହିଛି ତ ମନେ ରଖ ଏଇଠି କହିଛି ଏ ତ୍ରିକୋଣମିତି ଶବ୍ଦର ଅର୍ଥ ତିନି କୋଣ ପରିମାଣ ଓକେ ଗ୍ରୀକ୍ ଜ୍ୟୋତିର୍ବିଦ କିଏ ଥିଲେ ହିପୋକ୍ରେଟ୍ସ ଥିଲେ ଓକେ ଯେ କି ତ୍ରିକୋଣମିତିର ଆବିଷ୍କାର କରିଥିଲେ ବୋଲି କୁହାଯାଇଥାଏ ଏବଂ ଆଉ କ'ଣ ଜାଣିବ ଏଠି ଏବଂ ମନେ ରଖ ଆମେ ଏଠି ପଢ଼ିଲେ କି କ'ଣ ନା ଏବିସି କୁ ମନେ କରାଯିବ ସମକୋଣୀ ତ୍ରିଭୁଜ କହିଲେ ଏବିସିରେ କ'ଣ କହିଲେ ବି କୋଣକୁ କ'ଣ କହିଲେ ସମକୋଣ କହିଲେ ତ ସମକୋଣ କହିଲେ ଅନ୍ୟ ଦୁଇଟି କୋଣ କ'ଣ ନିଶ୍ଚୟ ସୂକ୍ଷ୍ମ କୋଣ ହେବ ତେବେ ଆଗରୁ ପଢ଼ିଥିବ କି ଯଦି ଏଥିରେ ଦୁଇଟି କୋଣ କ'ଣ ହୁଏ ଦୁଇଟି କୋଣ ମନେ କରାଯାଏ ଦୁଇଟି କୋଣ ଏଥିରେ ଯଦି ମନେ କରାଯାଏ ଗୋଟିଏ କୋଣ ସମକୋଣ ହୁଏ ଏଇ ଦୁଇଟି କୋଣ କ'ଣ ହେବାକୁ ପଡ଼ିବ ଏଇ ଦୁଇଟି କୋଣକୁ ସୂକ୍ଷ୍ମ କୋଣ ହେବାକୁ ପଡ଼ିବ କମ୍ପଲସରି ହଁ କି ନାହିଁ ତ ଆଉ ମନେ କରାଯାଉ ଏଥିରେ କ'ଣ କହିଲେ ବିସିଏ ମନେ କରାଯାଉ ବିସିଏର ମାପ କେତେ ନେଲେ ଥିଟା ବୋଲି ନେଲେ ତେବେ ଥିଟା ଏହାକୁ ଥିଟା ବୋଲି ପଢ଼ିବାକୁ ଅର୍ଥ ଥିଟା ଯେତେବେଳେ ତୁମକୁ କ'ଣ କରାଯିବ କୋଣର ପରିମାଣ ବୁଝାଯିବ କୋଣର ପରିମାଣ ପଚାରିବ ତେବେ ଥିଟା ଭାବରେ ଦର୍ଶାଇବ ତେବେ ଏଥିରେ ଯଦି ଏହିପରି କୁହାଯାଏ ତେବେ ସେ କ'ଣ କହୁଛି ଧ୍ୟାନ ଦିଅ ତେବେ ଏସିକୁ କ'ଣ କୁହାଯିବ ହାଇପୋଟେନସ୍ କୁହାଯିବ ଓକେ ଏଇଟା କ'ଣ ହେଇଯିବ ହାଇପୋଟେନସ୍ ହେଇଯିବ ଓକେ ଏବଂ ଏଇ ଯୋଉ ଏଇଟା କ'ଣ ହେଲା ଏଇଟା ଆମର ସମକୋଣ ହେଲା ତେବେ ସମକୋଣ ହେଲା ଏବଂ ସି ଗୁଣ କ'ଣ ହେଲା ଥିଟା ମାନିଲେ ତ ଏଇ ଥିଟାକୁ ଏଇ ଥିଟା ଲାଗିକି ଏ ଥିଟା ଲାଗିକି ଯୋଉ ଲମ୍ବା ବାହୁଟା ସବୁଠୁ ବଡ଼ ବାହୁଟା ହେଲା ତାକୁ ଆମେ କ'ଣ କହିଲେ କର୍ଣ୍ଣ ବୋଲି କହିଲେ ତାକୁ ଆମେ ଏଚ୍ ଅକ୍ଷରରେ ଦର୍ଶେଇବା ଓକେ ଏବଂ ଏହାକୁ ଲାଗିକି ଏଇ କୋଣକୁ ଲାଗିକି ଯୋଉ ବାହୁଟା ରହିବ ଯୋଉଟାକି କାହା ସହିତ ଲାଗିକି ରହିଛି ଯାହାକି ସମକୋଣ ସହିତ ମଧ୍ୟ ସଂଲଗ୍ନ ତେବେ ଏଇ ବାହୁଟାକୁ କୁହାଯିବ ଭୂମି ବୋଲି କୁହାଯିବ ଏବଂ ଏହାକୁ କ'ଣ କୁହାଯିବ ଉଚ୍ଚତା ବୋଲି କୁହାଯିବ ଯାହାକୁ ପି ଅକ୍ଷରରେ ଦର୍ଶାଯିବ ତେବେ ଏହି ଅଧ୍ୟାୟରେ ତମେ ଆଉ କିଛି ନୂଆ ଜିନିଷ ଜାଣିବ ଯୋଉଟାକି କ'ଣ କୁହାଯାଇଥାଏ ନା ତ୍ରିକୋଣମିତିକ ଅନୁପାତ ତମେ ଆଗରୁ କେବେ ତ୍ରିକୋଣମିତିକ ଅନୁପାତ ସମ୍ପର୍କରେ ଜାଣିନଥିବ ତ ଏହି ତ୍ରିକୋଣମିତି ମାଧ୍ୟମରେ ତମେ ତ୍ରିକୋଣମିତି ସମ୍ପର୍କରେ ଜାଣିବ ଦେଖ ସମୁଦାୟ 6 ଗୋଟି ତ୍ରିକୋଣମିତିକ ଅନୁପାତ ରହିଛି କ'ଣ ସାଇନ୍ ରହିଛି କୋସାଇନ୍ ରହିଛି ଟ୍ୟାଞ୍ଜେଣ୍ଟ ରହିଛି କୋଟାଞ୍ଜେଣ୍ଟ ରହିଛି ସେକାଣ୍ଟ ରହିଛି କୋସେକାଣ୍ଟ ରହିଛି ତ ଯେତେବେଳେ ଆମକୁ ଲେଖିବା ଆମକୁ ସାଇନ୍ ଲେଖିବାନି ଆମେ କ'ଣ ଲେଖିବା ତାକୁ ସର୍ଟରେ ଲେଖିବା SIN ସାଇନ୍ ପଡ଼ିବା ଏବଂ କୋସାଇନ୍ ନ ଲେଖି ଆମେ କ'ଣ ଲେଖିବା କୋସ୍ ଲେଖିବା ଏବଂ ସଂକ୍ଷେପରେ ଲେଖିବା ଓକେ ଏବଂ ଟ୍ୟାଞ୍ଜେଣ୍ଟ ତାକୁ ଟ୍ୟାନ୍ ଲେଖିବା ଆଉ କୋଟାଞ୍ଜେଣ୍ଟ ରହିଛି କୋଟ୍ ଲେଖିବା ସେକେଣ୍ଡକୁ ସେକ୍ ଲେଖିବା କୋସେକାଣ୍ଟକୁ କୋସେକ୍ ଲେଖିବା ତ ବୁଝିବା କି ଏଥିରେ ଆମେ କ'ଣ ଜାଣିଲେ କି 6 ଗୋଟି ତ୍ରିକୋଣମିତିକ ଅନୁପାତ ରହିଛି କ'ଣ ସାଇନ୍ କୋସ୍ ଟ୍ୟାନ୍ କୋଟ୍ ସେକ୍ ଏଇ ଯୋଉ 6 ଗୋଟି ଅନୁପାତ ରହିଛି
এই 6 ଗୋଟି ଅନୁପାତର କିଛି ନିର୍ଦ୍ଦିଷ୍ଟ କ'ଣ ସମ୍ପର୍କ ରହିଥାଏ। ଆମେ ସମ୍ପର୍କ ସମ୍ପର୍କରେ ଆଲୋଚନା କରିବା। ଦେଖ ତମେ ଏଥିରେ କିଛି ସମ୍ପର୍କ ବିଷୟରେ ଦେଇଛି। ଓକେ ତ ଏଠି କଟି ଯାଉଛି କିଛି। ତ ଏଇଠି ଦେଖ ମୁଁ ତମକୁ ଗୋଟେ ପେଜ ଲେଖି ଦଉଛି କ'ଣ କ'ଣ ସମ୍ପର୍କ ତମେ ପାଇପାରିବ। देख कौन संपर्क पाइब लिखुची जदि तुमको साइन कह ओके कौन कह साइन कह साइन थीटा जब कहे देख थीटा लिखा पड़ो ओके तुम लिख साइन थीटा आ कौन लिख कॉस थीटा आ कौन लिख टैन थीटा यही लिख ओके जदि साइन थीटा कहे तो बुझ पी बाई एच ओके कौन लिखा पड़ो पी बाई एच पी माने कौन पी हूँ लंब अर्थात लंबर दैर्घ्य एच कौन एच हूँ कर्णर दैर्घ्य एवं तापर से कौन कौन कॉस कौन यदि कॉस कह मन लिख बी बाई एच अर्थात ये भूमि आउ कर्णर अनुपात ओके भूमि आउ कर्णर अनुपात को कौन कह जाए कॉस थीटा बुझ एवं एथिरे साइन थीटा कहले कौन बुझ साइन थीटा कहले तुम साइन थीटा कहले तुम कौन बुझ पी आउ एच रो अनुपात को बुझ ठीक सही परीका ठीक से टैन थीटा कहले पी बाई बी ये लिखुनी पी बाई मान कौन पी बाई बी मान हूँ पी हूँ कौन पी हूँ आमर लंब एवं बी हूँ तार कौन भूमि बी हूँ भूमि ओके अर्थात टैन थीटा कौन टे लंब बाई भूमि अनुपात देख ये उल्टेबनी उल्टेले यार मान भी चेंज हो देखो टैन थीटा मन लिख टैन थीटार रेसिप्रोकाल अर्थात टैन थीटार व्युत्क्रम उल्टाटा कौन होता है कॉट थीटा होता है कॉट थीटा जब टैन थीटा पी बाई बी पाइल तो कॉट थीटा कौन पाइब बी बाई पी पाइब कौन पाइब बी बाई पी पाइब ठीक से परीका सेक थीटा कौन पाइब सेक थीटा एच बाई बी पाइब ठीक से परीका कॉसेक थीटा कौन पाइब एच बाई पी पाइब अर्थात बुझिपार ये जो 6 गोटी अनुपात मुझे लिखिली तार संपर्क लिखागला ताको तुम कौन कर सब जिस मन लिखा पड़ो मैं पुणी थे तुमको डिस्कस कर दूची कौन कौन रही जे साइन थीटा ओके साइन थीटा कहले कौन पी बाई एच ओके कॉस थीटा बी बाई एच टैन थीटा पी बाई बी कॉट थीटा बी बाई पी सेक थीटा एच बाई बी कॉसेक थीटा एच बाई बी तो आम नेक्स्ट वीडियो रे यार संपर्क विषय आलोचना करवा तो तुम मान कौन कर पड़ो यही 6 गोटी जो रिलेशन देखिले 6 गोटी रिलेशन तुमको मन रखा पड़ो नेक्स्ट वीडियो रे आम संपर्क विषय आलोचना करवा तो आज ये